ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ପ୍ରଭୁ ଯୀଶୁଙ୍କୁ ବିଶେଷ ଧନ୍ୟବାଦ ଦିଏ, ଯେହେତୁ ପୁଣି ଥରେ ତାଙ୍କ ବାକ୍ୟରୁ ଆଲୋଚନା କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ସୁଯୋଗ ଦେଇଅଛନ୍ତି। ଆଶା କରେ ଆପଣ ସମସ୍ତେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ଭଲରେ ଅଛନ୍ତି। ଆଜି ଆମେ ଗୋଟିଏ ମୁଖ୍ୟ ବିଷୟକୁ ଆଲୋଚନା କରିବା, ତାହା ହେଉଛି ଦ ପାଥ୍ ଅଫ୍ ଗ୍ରୋଥ୍, ବୃଦ୍ଧିର ମାର୍ଗ। ବୃଦ୍ଧିର ମାର୍ଗ। ଆମ ଖ୍ରୀଷ୍ଟିଆନ ଜୀବନ ଏକ ସୀମିତ ଜୀବନ ନୁହଁ, ବା ଏକ ସ୍ତବ୍ଧ ବା ଗୋଟିଏ ଅବିକାଶ ବା ବୃଦ୍ଧିହୀନ ଜୀବନ ନୁହଁ। ଖ୍ରୀଷ୍ଟିଆନ ଜୀବନ ବା ପରିତ୍ରାଣ ଜୀବନ ବୃଦ୍ଧି ପାଇବା ଅଧିକ ଆବଶ୍ୟକୀୟ ଅଟେ। ଆମେ ପ୍ରତ୍ୟେକଟି କ୍ଷେତ୍ରରେ ବୃଦ୍ଧି ହେବା ପାଇଁ ଚାହୁଁ, ଶାରୀରିକ କ୍ଷେତ୍ରରେ ହେଉ କିମ୍ବା ଯେକୌଣସି କ୍ଷେତ୍ରରେ, କିନ୍ତୁ ବିଶେଷତଃ ଆମ୍ଭେମାନେ ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ, ଆମ ମଣ୍ଡଳୀ, ଆମ ବ୍ୟକ୍ତିଗତ ଖ୍ରୀଷ୍ଟିଆନ ଜୀବନ ବୃଦ୍ଧି ହେବା ଦରକାର। ତ ଅନେକଙ୍କ ଖ୍ରୀଷ୍ଟିଆନ ଜୀବନ ବୃଦ୍ଧି ହୁଏ ନାହିଁ। ଗୋଟେ ଶିଶୁ ଯେପରି ବୃଦ୍ଧି ପାଏ, ଦୈନନ୍ଦିନ ଜୀବନରେ ବୃଦ୍ଧି ପାଇ ସେ ପରିପକ୍ୱ ଅବସ୍ଥାକୁ ଆସେ, ସେହିପରି ଆମ୍ଭେମାନେ ମଧ୍ୟ ଆମ ଖ୍ରୀଷ୍ଟିଆନ ଜୀବନରେ, ବ୍ୟକ୍ତିଗତ ଜୀବନରେ, ଆମଙ୍କର ପରିତ୍ରାଣ ଜୀବନରେ, ଯେଉଁ ଜୀବନ ପ୍ରଭୁଙ୍କ ସହିତ ଚାଲୁଛି, ସେହି ଜୀବନରେ ବୃଦ୍ଧି ହେବା ଆବଶ୍ୟକ ଅଟେ। ତ କେଉଁ ମାର୍ଗକୁ ଆମେ ଅବଲମ୍ବନ କରିବା, ଯଦ୍ୱାରା ଆମେ ବୃଦ୍ଧି ପାଇପାରିବା ଆମ ଖ୍ରୀଷ୍ଟିଆନ ଜୀବନରେ ବା ଆମ ବ୍ୟକ୍ତିଗତ ଜୀବନରେ, ସେ ବିଷୟକୁ ଆଲୋଚନା କରିବା। ତ ବୃଦ୍ଧି ପାଇବା ପାଇଁ କେଉଁ ମାର୍ଗ ଅବଲମ୍ବନ କରିବାକୁ ପଡ଼ିବ, ଆଉ କ'ଣ କ'ଣ ଉପାୟମାନ ରହିଅଛି, ତାହା ଆମେ ଆଲୋଚନା କରିବା। ପ୍ରଥମ ବିଷୟ ହେଉଛି ଈଶ୍ୱରଙ୍କର ବାକ୍ୟକୁ ପଠନ କରିବା, ଷ୍ଟଡିଂ ଗଡ୍ସ ୱାର୍ଡ। ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା। ଈଶ୍ୱରଙ୍କର ବାକ୍ୟ ଆମ ହସ୍ତରେ ଅଛି। ଆମେ ଏତେ ବ୍ୟସ୍ତବହୁଳତା ଯେ ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରିନଥାଉ। କିନ୍ତୁ ଈଶ୍ୱରଙ୍କର ବାକ୍ୟକୁ ଯଦି ଆମେ ଅଧ୍ୟୟନ କରିବା ନାହିଁ, ତେବେ ଆମେ ଜାଣିପାରିବା ନାହିଁ, ଶୁଣିପାରିବା ନାହିଁ, ବୁଝିପାରିବା ନାହିଁ ପ୍ରଭୁ ଆମକୁ କ'ଣ କହିବା ପାଇଁ ଚାହାନ୍ତି ତାଙ୍କର ବାକ୍ୟରୁ। ପ୍ରଭୁଙ୍କର ରବକୁ, ଆଦେଶ, ପରାମର୍ଶକୁ, ଶିକ୍ଷାକୁ ଜାଣିବା ପାଇଁ ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରିବା ଦରକାର। କାରଣ ଏହା ଗୋଟିଏ ମାନୁଆଲ ଅଟେ। ଈଶ୍ୱରଙ୍କର ବାକ୍ୟ ଆମ ପାଇଁ ଗୋଟିଏ ମାନୁଆଲ। କ'ଣ କରିବା, କ'ଣ ନ କରିବା, ଆମ ଜୀବନରେ ସବୁ ପଥ ପ୍ରଦର୍ଶକ ଭାବେ ଈଶ୍ୱରଙ୍କର ବାକ୍ୟ ନିୟନ୍ତ୍ରଣ କରାଇଥାଏ। ତେଣୁ ଆମେ ଈଶ୍ୱରଙ୍କର ବାକ୍ୟକୁ ସର୍ବପ୍ରଥମେ ପଠନ କରିବା ଦରକାର, ମେଡିଟେସନ୍ କରିବା ଦରକାର, ତାହାଙ୍କୁ ମାନି ଚଳିବା ଆବଶ୍ୟକ ଅଟେ। ଦ୍ୱିତୀୟ ତିମୋଥୀ ତାର 2:15 ପର୍ବରେ ଲେଖା ଅଛି, ମୁଁ ଅଧ୍ୟୟନ କରିବି। ଲେଖା ଅଛି କି ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି, ଏ ଯେଉଁ ସ୍ମଲ୍ ୱାର୍ଡ଼ଟା, ସତ୍ୟ ବାକ୍ୟ ବା ଈଶ୍ୱରଙ୍କର ବାକ୍ୟକୁ ଆମେ ଯଥାର୍ଥ ରୂପେ, ଆପ୍ଲିକେବଲ୍ ମାନର, ଯଥାର୍ଥ ରୂପେ ବ୍ୟବହାର କରିବା ଦରକାର। ଯେଉଁ କାର୍ଯ୍ୟକାରୀର ଲଜ୍ଜାବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା ସିଦ୍ଧ ଦେଖାଇବାକୁ ଯତ୍ନ କର। ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କରି ଗୋଟିଏ ପରୀକ୍ଷା ସିଦ୍ଧ ବ୍ୟକ୍ତି ଭାବେ ଆମେ ନିଜକୁ ଲୋକମାନଙ୍କ ସାକ୍ଷାତରେ, ଅନ୍ୟମାନଙ୍କ ସାକ୍ଷାତରେ ଦେଖାଇବା ଆବଶ୍ୟକ ଅଟେ।
ମୁଁ ଅନେକଙ୍କୁ ଦେଖିଛି ଯେଉଁମାନେ କି ଖ୍ରୀଷ୍ଟିଆନ ହେଲେ ହେଁ ଏତେ ବ୍ୟସ୍ତବହୁଳତା ଜୀବନ କାଟନ୍ତି ଏବଂ ପ୍ରାର୍ଥନା ଆଉ ଈଶ୍ୱରଙ୍କର ବାକ୍ୟ ପଠନ କରନ୍ତି ନାହିଁ ସେମାନେ। କିନ୍ତୁ ବାକ୍ୟ ଆମକୁ କହେ ଯଥାର୍ଥ ରୂପେ ଈଶ୍ୱରଙ୍କର ବାକ୍ୟକୁ ବ୍ୟବହାର କରିବାର ଅଛି। ତାକୁ ଅଧ୍ୟୟନ କଲେ ତ ଆମେ ବ୍ୟବହାର କରିବା, ତା ପ୍ରତି ଆମର ଲାଳାୟିତ ଥିଲେ ତ ଆମେ ଈଶ୍ୱରଙ୍କର ବାକ୍ୟକୁ ପ୍ରେମ କରିବା। ଆଜି ଅନେକ ଲୋକମାନେ ବହୁତ ପଞ୍ଚୁଆଲ ରହନ୍ତି ଖ୍ରୀଷ୍ଟିଆନ ସେବା ପାଇଁ, କିନ୍ତୁ ବିଗିନିଂ ପ୍ରୋସେସ୍ ଯାହା ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରିବା ଆବଶ୍ୟକ ଅଟେ ତାହା ସେମାନେ କରୁନାହାନ୍ତି। ଗୋଟେ ଦିନକୁ ଆରମ୍ଭ କରିବା ପାଇଁ ବାକ୍ୟ ଅଧ୍ୟୟନ ପ୍ରାର୍ଥନା ତାହା ମଧ୍ୟ କରୁନାହାନ୍ତି। ବାକ୍ୟକୁ ଆମେ ଯଥାର୍ଥ ରୂପେ ବ୍ୟବହାର କରିବା ଆବଶ୍ୟକ। ତ ପଠନ କଲେ ତ ଆମେ ବ୍ୟବହାର କରିବା, ପଠନ କଲେ ତ ଧ୍ୟାନ କଲେ ତ ଆମେ ବାକ୍ୟ ଦ୍ୱାରା ବ୍ୟବହାର ହେଇପାରିବା। ତେଣୁ ବିକାଶ ବା ବୃଦ୍ଧି ପାଇବା ପାଇଁ ଆମ୍ଭମାନଙ୍କୁ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବାକୁ ପଡ଼େ। ସେହିପରି ଗୀତ ସଂହିତା 119ର 105 ପଦରେ ଲେଖା ଅଛି, ଏଇଠି ଲେଖା ଅଛି, ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଆମଙ୍କର ଗାଇଡ୍ ମ୍ୟାପ୍, ଯେମିତିକି ମ୍ୟାପ୍ ଆମକୁ ଗାଇଡ୍ କରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ, ସେହିପରି ଏ ଅନ୍ଧକାର ଜଗତରେ, ଏ ପାପପୂର୍ଣ୍ଣ ଜଗତରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ଈଶ୍ୱରଙ୍କର ବାକ୍ୟ ତା ଚରଣ ପାଇଁ ପ୍ରଦୀପ ଆଉ ପଥ ପାଇଁ ଆଲୁଅ ପରି ସାହାଯ୍ୟ କରିଥାଏ, ଯଦ୍ୱାରା ସେହି ଅନ୍ଧକାର ପଥଭ୍ରଷ୍ଟ ଜଗତରେ ଝୁଣ୍ଟି ପଡ଼ିବ ନାହିଁ। ଅନେକଙ୍କର ପଥ ଅନ୍ଧକାର, ଅନେକଙ୍କର ଜୀବନ ଯାତ୍ରା ଅନ୍ଧକାର, ସେମାନେ ଦେଖିପାରନ୍ତି ନାହିଁ। ଅନ୍ଧକାର ଦ୍ୱାରା ଅନ୍ଧକାରଚ୍ଛନ୍ନ ହୋଇ ଅଛନ୍ତି। ସେମାନଙ୍କଠାରେ ବାକ୍ୟର ଅଭାବ ଥିବା ସକାଶେ ଜ୍ୟୋତିରେ ଆଚରଣ କରିପାରୁନାହାନ୍ତି। ସେମାନଙ୍କର ପାଦଗତି ଅନ୍ଧକାରମୟ, ଅନ୍ଧାରରେ ଦରାଣ୍ଡି ହେବା ପରି ହୋଇଯାଇଅଛି। ତ ଆମକୁ ବାକ୍ୟ ଦରକାର, ବାକ୍ୟର ଅଧ୍ୟୟନ, ବାକ୍ୟର ମେଡିଟେସନ୍ ଦରକାର, ଯଦ୍ୱାରା ଈଶ୍ୱରଙ୍କ ବାକ୍ୟ ଆମ ପଥ ପାଇଁ ଆଲୋକ ହୋଇପାରିବ ଏବଂ ପ୍ରଦୀପ ହୋଇପାରିବ, ଯଦ୍ୱାରା ଆମେ ଚାଲିପାରିବା, ଦୌଡ଼ିପାରିବା ଏବଂ ବୃଦ୍ଧି ହୋଇପାରିବା ଆମ ଖ୍ରୀଷ୍ଟିଆନ ଜୀବନରେ। ଦ୍ୱିତୀୟ ବିଷୟ ହେଉଛି ବିଲ୍ଡିଂ ଏ ଷ୍ଟ୍ରଙ୍ଗ ପ୍ରେୟାର ଲାଇଫ୍, ଗୋଟେ ପ୍ରାର୍ଥନା ଜୀବନକୁ ଦୃଢ଼ ଭାବରେ ଗଠନ କରିବା। ପ୍ରାର୍ଥନା କହିଲେ ଆମେ ସାଧାରଣ ଭାବରେ ନେଇଯାଉଛୁ, କିନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରାର୍ଥନା ଜୀବନ ଏକ ମହାନ ଜୀବନ ଅଟେ, ଯେଉଁ ପ୍ରାର୍ଥନାରେ କି ପ୍ରଭୁ କଥା କହନ୍ତି, ଆଳାପ ଆମ ସହିତ କରନ୍ତି, ଆମ ସହିତ କମ୍ୟୁନିକେଟ୍ କରନ୍ତି, ଆମ ସହିତ ପ୍ରଭୁ ଯୋଗାଯୋଗ କରନ୍ତି। ଅନେକ ରହସ୍ୟ, ସ୍ୱପ୍ନ, ଦର୍ଶନ, ରବ ମାଧ୍ୟମରେ ମଧ୍ୟ ପ୍ରଭୁ କଥା କହନ୍ତି। ତେଣୁ ଆମ୍ଭେମାନେ ଗୋଟିଏ ପ୍ରାର୍ଥନାଶୀଳ ପ୍ରାଣୀ ବା ବ୍ୟକ୍ତି ହେବା ଦରକାର। ଆଜି ଆମଙ୍କର ପ୍ରାର୍ଥନା ଜୀବନ ଗୁଡ଼ାକ ସୂକ୍ଷ୍ମ, ବାକ୍ୟ ଅଧିକ ଜାଣିଛୁ କିନ୍ତୁ ପ୍ରାର୍ଥନା ଜୀବନରେ ଉଣା ପଡ଼ିଛୁ। ଏପଟୁ ସେପଟୁ, ୟାଠାରୁ ତାଠାରୁ ବାକ୍ୟ ଆମେ ସଂଗ୍ରହ କରୁଛୁ, ଭଲ ବିଷୟ, କିନ୍ତୁ ନିଜ ବ୍ୟକ୍ତିଗତ ଜୀବନରେ ବୃଦ୍ଧି ହେବା ପାଇଁ ନିର୍ଦ୍ଦିଷ୍ଟ ପ୍ରାର୍ଥନା ସମୟ, ପ୍ରାର୍ଥନା ଜୀବନ ଥିବା ଦରକାର, ଯେଉଁ ପ୍ରାର୍ଥନା ଦ୍ୱାରା ଆମେ ବ୍ୟକ୍ତିଗତ ଭାବରେ ପ୍ରଭୁଙ୍କ ସହିତ ସାକ୍ଷାତ କରିପାରିବା। ପ୍ରାର୍ଥନା ଶିଖାଯାଏ। ପ୍ରାର୍ଥନା ଗୋଟିଏ ଲର୍ଣ୍ଣିଂ ପ୍ରୋସେସ୍, ଶିଖିବାର ବିଷୟ ଅଟେ, ପ୍ରକ୍ରିୟା ଅଟେ। We have to learn daily in our prayer life. We need to learn how to pray. ତ ପ୍ରାର୍ଥନା ଜୀବନକୁ ଷ୍ଟ୍ରଙ୍ଗଲି ବିଲ୍ଡ ଅପ୍ କରିବା ଆବଶ୍ୟକ ଅଟେ। ଆଜି ଅନେକ ପ୍ରାର୍ଥନାର ଜୀବନକୁ ବିଲ୍ଡ ଅପ୍ କରୁନାହାନ୍ତି।
ପ୍ରାର୍ଥନା କରିବେ 5-10 ଦିନ, କିଛି ଗୋଟିଏ ପ୍ରତିଘାତ ସମସ୍ୟା ହେଲେ ସେମାନଙ୍କର ପ୍ରାର୍ଥନା ଜୀବନ ଅଫରୋଟେଡ୍ ହେଇଯାଏ। ପ୍ରାର୍ଥନା ଜୀବନ ବାଧା ପାଇଲେ ଆଉ ସେମାନେ ପ୍ରାର୍ଥନା କରନ୍ତି ନାହିଁ। ପ୍ରାର୍ଥନା କରୁଥିବେ କିନ୍ତୁ କିଛି ଗୋଟେ ବାଧା ପରିବାରରେ ବା ଶୟତାନ ଦ୍ୱାରା ଉତ୍ପନ୍ନ ହେଲେ ପ୍ରାର୍ଥନା ଜୀବନ ଭାଙ୍ଗିଯାଏ, ଗୋଟେ ୱାଲ୍ ଯେମିତି ବ୍ରୋକେନ୍ ହେଇଯାଏ ସେ ପ୍ରକାର। କିନ୍ତୁ ପ୍ରଭୁ ଚାହାନ୍ତି ଆଉ ତାଙ୍କ ବାକ୍ୟ ମଧ୍ୟ କହେ ଯେ ଆମ୍ଭେମାନେ ନିରନ୍ତର ପ୍ରାର୍ଥନା କରୁ, ସର୍ବଦା ପ୍ରାର୍ଥନା କରୁ, ଆତ୍ମାରେ ପ୍ରାର୍ଥନା କରୁ, ସବୁ ଅବସ୍ଥାରେ ପ୍ରାର୍ଥନା କରୁ। ଲୁକା ପୁସ୍ତକ ତାର 18:1-8 ପର୍ଯ୍ୟନ୍ତ ନିରନ୍ତର ପ୍ରାର୍ଥନା ବିଷୟରେ କିଛି ଉଦାହରଣ ଦିଆଯାଇଛି। ଆଉ ତାର ଫିଲିପିଆନ୍ସ 4:6-7 ପର୍ଯ୍ୟନ୍ତ ପ୍ରାର୍ଥନା ଆତ୍ମାରେ ନିରନ୍ତର ସର୍ବଦା ପରସ୍ପର ପ୍ରାର୍ଥନା କରିବା, ଏସବୁ ବିଷୟ ଗୁଡ଼ାକ ବାଇବେଲରେ ଉଲ୍ଲେଖ କରାଯାଏ। ତ ଆଜି ଯଦି ଆମଙ୍କର ପ୍ରାର୍ଥନା ଜୀବନ ଡାଉନ୍ ହେଇଯାଇଛି, ଆମ୍ଭେମାନେ ପ୍ରାର୍ଥନାରେ କିଛି ବାଧା ପାଇଲେ ଡାଉନ୍ ହେଇଯାଉଛୁ, ମୁଁ ଆପଣମାନଙ୍କୁ ଏନକରେଜିଂ କରିବାକୁ ଚାହେଁ, ଥ୍ରାଇଲ୍ସ କ୍ରିଏଟ୍ କରିବାକୁ ଚାହେଁ ଯେ ପ୍ରାର୍ଥନାରେ ଶକ୍ତି ଅଛି। ଆଜି ସେ ପ୍ରାର୍ଥନାର ଜୀବନକୁ ଶୈତାନ ଚୋରି ନେଇଯାଇଅଛି। ଆମେ ପୁଣି ଥରେ ପ୍ରାର୍ଥନା ଜୀବନକୁ ଷ୍ଟ୍ରଙ୍ଗ କରୁ, ବିଲ୍ଡ କରୁ, ଗଠନ କରୁ, ଷ୍ଟେପ୍ ବାଇ ଷ୍ଟେପ୍ ସ୍ତର ଅନୁସାରେ ଆମ ପ୍ରାର୍ଥନା ଜୀବନକୁ ଆମେ ବୃଦ୍ଧି କରୁ। ଯଦି ଆମଙ୍କର ପ୍ରାର୍ଥନା ଜୀବନ ବୃଦ୍ଧି ହେବ, ତେବେ ଆମ୍ଭେମାନେ ଆମଙ୍କର ବ୍ୟକ୍ତିଗତ ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ବୃଦ୍ଧି ହୋଇପାରିବା, ବୃଦ୍ଧି ସାଧିତ ହୋଇପାରିବ। ଆଉ ତୃତୀୟ ବିଷୟ ହେଉଛି ସରାଉଣ୍ଡିଂ ଆୱାରସେଲ୍ଫ ୱିଥ୍ ଏନକରେଜମେଣ୍ଟ। ନିଜକୁ ଉତ୍ସାହ କରିବାରେ ଆମ୍ଭେମାନେ ସରାଉଣ୍ଡିଂ ହେବା ଆବଶ୍ୟକ ଅଟେ। ଉତ୍ସାହ ହେବା, ଏନକରେଜମେଣ୍ଟ ହେବା, ଏହା ଆବଶ୍ୟକ ଅଟେ। ନିଜକୁ ଏପରି ପରିସ୍ଥିତିରେ ରଖିବା ଯଦ୍ୱାରା ଆମେ ନିଜେ ଉତ୍ସାହୀ ହେବା। ଏନକରେଜମେଣ୍ଟ, ଉତ୍ସାହଜନକତାକୁ ଅନୁଭବ କରିବା ଚତୁଃପାର୍ଶ୍ୱରେ ନିଜକୁ ରଖିବା ଆବଶ୍ୟକ ଅଟେ। ସେମିତି ପରିବେଶରେ ନିଜକୁ ରଖିବା ଆବଶ୍ୟକ ଅଟେ। ଆମେ ଦେଖିବା ବାକ୍ୟରୁ ଏବ୍ରୀ ପୁସ୍ତକ ତାର 10:24-25 ଲେଖା ଅଛି କି, ମୁଁ ପଢ଼ିବି, ପୁଣି ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ। ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ଯେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। ଏଇଠାରେ ଆମେ ବୁଝିପାରୁଛୁ ଯେ ଆମ ନିଜକୁ ଏପରି ଏକ ପରିସ୍ଥିତିରେ ରଖିବା ଦରକାର ଯେଉଁଠାରେ ଆମେ ଉତ୍ସାହ ଅନୁଭବ କରିପାରିବା। ଆମକୁ ବା ଆମ ନିଜ ଜୀବନକୁ ଏପରି ଏକ ପରିସ୍ଥିତିକୁ ବା ପରିବେଶକୁ ଆଣିବା ଦରକାର ଯେଉଁଠାରେ ଆମେ ଉତ୍ସାହ ଅନୁଭବ କରିପାରିବା ଆବଶ୍ୟକ। ସରାଉଣ୍ଡିଂ ଆୱାରସେଲ୍ଫ ୱିଥ୍ ଏନକରେଜମେଣ୍ଟ, ଉତ୍ସାହ ସହିତ ଆମେ ସମ୍ମିଳିତ ବା ସରାଉଣ୍ଡିଂ ହେବା ଆବଶ୍ୟକ ଅଟେ। ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ, ତାପରେ ତା ତଳ ବିଷୟରେ ଲେଖା ଅଛି, ତଳ ପଦରେ ଲେଖା ଅଛି କି ଆମ୍ଭେମାନେ ଯେପରି ପରସ୍ପରକୁ ଉତ୍ସାହ ଦେଉ, ପରସ୍ପରକୁ ଉତ୍ସାହ ଦେବା ନିମନ୍ତେ। ଆଜି ଅନେକ ନିରୁତ୍ସାହିତ, ଅନେକଙ୍କ ବିରୁଦ୍ଧରେ କହନ୍ତି ଆଉ ଉତ୍ସାହହୀନ କାରଣ ହୁଅନ୍ତି ଅନ୍ୟମାନଙ୍କ ପାଇଁ। ଆଉ ଗୋଟେ ପାଷ୍ଟର ମଧ୍ୟ ଗୋଟେ ବିଶ୍ୱାସୀକୁ ଡିସଆପଏଣ୍ଟେଡ୍ କରେ, ଡିସ୍କରେଜମେଣ୍ଟ କରେ। ଆଜି ଆମେ ଦେଖୁଛୁ ଖ୍ରୀଷ୍ଟିଆନ ସମାଜରେ ଗୋଟେ ବିଶ୍ୱାସୀ ଆଉ ଗୋଟେ ବିଶ୍ୱାସୀକୁ ନିରୁତ୍ସାହିତ କରେ, ଦୁଃଖ ଦିଏ, ଗୋଟେ ଉତ୍ସାହଜନକ ପରିବେଶକୁ ଦିଏ ନା। ଗୋଟେ ବିଶ୍ୱାସୀ କୌଣସି କାରଣବଶତଃ ଭାଙ୍ଗି ଯଦି ପଡ଼ିଛି, ତେବେ ଆମେ ଯେ ଖ୍ରୀଷ୍ଟ ବିଶ୍ୱାସୀ ତାଙ୍କୁ ଆମେ ଉତ୍ସାହ ଦେବା ଆବଶ୍ୟକ ଅଟେ, ନିରୁତ୍ସାହିତ ନୁହଁ। ଏନକରେଜମେଣ୍ଟ ଜେନେରେଟ୍ କରିବା ଦରକାର ତା ହୃଦୟରେ। ଗୋଟେ ଥ୍ରାଇଲ୍ସ
କ୍ରିଏଟ୍ କରିବା ଦରକାର। ବାଇବେଲରେ ଲେଖା ଅଛି କି ପ୍ରେମ ଓ ସତ୍କ୍ରିୟା ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ମନୋଯୋଗ କରିବା ଦରକାର। ପ୍ରବର୍ତ୍ତାଇବା ଇଣ୍ଟାଇନ୍ସ କରିବା ନିମନ୍ତେ ଇନଫ୍ଲୁଏନ୍ସ ଯେପରି ହେବ ଗୋଟେ ପ୍ରେମ ସତ୍କ୍ରିୟା ଉତ୍ତମ ବିଷୟ ପାଇଁ ସେ ବିଷୟକୁ ପ୍ରବର୍ତ୍ତାଇବା ଦରକାର ଗୋଟେ ବିଶ୍ୱାସୀ ଅନ୍ୟ ବିଶ୍ୱାସୀକୁ। ତାପରେ ପରସ୍ପରକୁ ଉତ୍ସାହ ଦେବା ଦରକାର। ସେହିପରି ପରିବେଶରେ ସେହିପରି ଚତୁଃପାର୍ଶ୍ୱ ପରିବେଶରେ ଉତ୍ସାହଜନକ ଚତୁଃପାର୍ଶ୍ୱ ସହିତ ଆମ ଜୀବନକୁ ରଖିବା ଅଧିକ ଆବଶ୍ୟକ ଅଟେ। ଆଜି ଅନେକଙ୍କ ଜୀବନକୁ ଅନେକ ବିଷୟ ଉତ୍ସାହ କରେ। ମିଡ଼ିଆ ଗୁଡ଼ାକ ଅନେକ ଫେସବୁକ୍, ଇନଷ୍ଟାଗ୍ରାମ୍ସ, ଟେଲିଗ୍ରାମ୍ସ, ଡିଫରେଣ୍ଟ ଗେମ୍ସ ଗୁଡ଼ାକ ଏପରି ଯୁବାପିଢ଼ିଙ୍କୁ ବା ଅନ୍ୟାନ୍ୟ ଲୋକମାନଙ୍କୁ ଖ୍ରୀଷ୍ଟ ସମାଜର ଲୋକମାନଙ୍କୁ ମଧ୍ୟ ଉତ୍ସାହ କରେ ଯେ ସେମାନେ ଶୀଘ୍ର ସେଇଠାରେ ଉତ୍ସାହିତ ହୋଇ ପଡ଼ିଯାଆନ୍ତି। ସତ୍କ୍ରିୟା ପ୍ରତି, ପ୍ରେମ ପ୍ରତି, ମଣ୍ଡଳୀର ନିଷ୍ଠା ପ୍ରତି ଆଜି ଲୋକମାନେ ଉତ୍ସାହ ହେଉନାହାନ୍ତି। ଆଜି ଗୋଟେ ବିଶ୍ୱାସୀ ଅନ୍ୟ ବିଶ୍ୱାସୀକୁ ନିରୁତ୍ସାହିତ କରୁଛି। ଗୋଟେ ବିଶ୍ୱାସୀ ଅନ୍ୟ ବିଶ୍ୱାସୀ ସହିତ ଯୁଦ୍ଧ ଝଗଡ଼ା କରୁଛି। ଅନେକ ବିଭ୍ରାନ୍ତତା, ଅନେକ ପ୍ରକାରର ବାତୁଳତା ଗୁଡ଼ାକ ମଣ୍ଡଳୀରେ ଦେଖାଯାଉଛି, ବ୍ୟକ୍ତିଗତ ଜୀବନରେ ଦେଖାଯାଉଛି। ତେବେ ଆମେ କି ପ୍ରକାର ବୃଦ୍ଧି ହେବା, ଆମେ କି ପ୍ରକାର ବୃଦ୍ଧି ପାଇବା? ଗୋଟିଏ ଭୁଲକୁ ଆମେ ଧରୁଛୁ, ଇଏ ଏ ଭୁଲ କଲା, ସେ ଭୁଲ କଲା, ଇଏ ପରିବାର ମୋ ବିରୁଦ୍ଧରେ ଇଏ ଭୁଲ କଲା। ଆମେ ଏମିତି କେମିତି ନିରୁତ୍ସାହିତ ଜୀବନ କାଟୁଥିବା? ତେଣୁ ଆମମାନଙ୍କୁ ଉତ୍ସାହର ଚତୁଃପାର୍ଶ୍ୱରେ ରହିବାକୁ ହେବ। ଆମ ନିଜକୁ ଉତ୍ସାହଜନକ ପରିବେଶରେ ରଖିବାକୁ ହେବ, ସେଇ ସରାଉଣ୍ଡିଂରେ ରହିବାକୁ ହେବ। ବିଶ୍ୱାସୀ ମଧ୍ୟରେ, ବିଶ୍ୱାସୀ ପାଳକ ମଧ୍ୟରେ ବା ପରିବାରରେ ପିଲାମାନଙ୍କ ମଧ୍ୟରେ ଆମେମାନେ ଉତ୍ସାହଜନକ କାର୍ଯ୍ୟକୁ ପ୍ରବର୍ତ୍ତାଇବା ବା ପରସ୍ପର ଉତ୍ସାହ କରିବା ପରିବେଶରେ ରହିବା ଆବଶ୍ୟକ ଅଟେ। ତେବେ ହିଁ ଆମ୍ଭେମାନେ ବୃଦ୍ଧି ହୋଇପାରିବା ଆମ ଖ୍ରୀଷ୍ଟିଆନ ଜୀବନରେ, ଆମ ବ୍ୟକ୍ତିଗତ ଜୀବନରେ। ତ ପ୍ରଥମ ବିଷୟ ହେଉଛି ଈଶ୍ୱରଙ୍କର ବାକ୍ୟକୁ ଆମେ ପଠନ କରିବା, ଧ୍ୟାନ କରିବା। ଦ୍ୱିତୀୟ ହେଉଛି ଗୋଟିଏ ପ୍ରାର୍ଥନା ଜୀବନ ଷ୍ଟ୍ରଙ୍ଗଲି ମଜବୁତ କରିବା, ଗଠନ କରିବା ଆବଶ୍ୟକ ଅଟେ। ତୃତୀୟ ବିଷୟ ହେଉଛି ଉତ୍ସାହଜନକ ପରିପାର୍ଶ୍ୱରେ ଆମ ନିଜକୁ ରଖିବା ଆବଶ୍ୟକ ଅଟେ ବା ପରସ୍ପର ଆମେମାନେ ଉତ୍ସାହଜନକ କାର୍ଯ୍ୟ କରିବା ଆବଶ୍ୟକ ଅଟେ। ଏହି ତିନୋଟି କାର୍ଯ୍ୟ ଯଦି ଆମେ କରୁ ବା ଏହି ତିନୋଟି ଉପାୟକୁ ଯଦି ଆମେ ଅବଲମ୍ବନ କରୁ, ତେବେ ଆମ ବ୍ୟକ୍ତିଗତ ଜୀବନ ବୃଦ୍ଧିର ମାର୍ଗକୁ ଅବଲମ୍ବନ କରିଅଛି। ଆଉ ଆମେ ଆମ ବ୍ୟକ୍ତିଗତ ଜୀବନରେ ବା ଖ୍ରୀଷ୍ଟିଆନ ଜୀବନରେ ବୃଦ୍ଧି ହୋଇପାରିବା। ତେଣୁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ବୃଦ୍ଧିର ମାର୍ଗକୁ ଅବଲମ୍ବନ କରିବା ପାଇଁ। ପ୍ରଭୁ ଏହି ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ।